ପିଲାମାନେ ତୁମ ସମସ୍ତଙ୍କୁ ମୋ ଚ୍ୟାନେଲ ୟୁଏନ୍ ଏଜୁକେସନକୁ ସ୍ୱାଗତ ଜଣାଉଛି। ପିଲାମାନେ ଆଜି ଆମେ ଆଲୋଚନା କରିବା ଉତ୍କର୍ଷ ଓଡ଼ିଆ କାର୍ଯ୍ୟକ୍ରମ 2024-25ର କାର୍ଯ୍ୟପତ୍ରିକା 11 ଏବଂ 12କୁ। ଆଉ ଡେରି ନକରି ଚାଲ ଆରମ୍ଭ କରିବା। ତ ଦେଖିବା ପ୍ରଥମେ କାର୍ଯ୍ୟପତ୍ରିକା 11ରେ ପ୍ରଶ୍ନ କ'ଣ ରହିଛି। ଦେଖ, ନିମ୍ନଲିଖିତ ବାକ୍ୟ ଗୁଡ଼ିକ ପଢ଼ ଓ ବିଶେଷ୍ୟ ନାମ ସୂଚାଉଥିବା ପଦକୁ ଗୋଲ ବୋଲାଅ। ଅର୍ଥ, ଏଇ ଯେଉଁ ତଳେ ବାକ୍ୟ ଗୁଡ଼ିକ ଦିଆଯାଇଛି, ଏ ବାକ୍ୟ ଗୁଡ଼ିକ ଆମେ ଭଲ ଭାବରେ ପଢ଼ିବା ଏବଂ ସେଥିରେ ନାମକୁ ସୂଚାଉଥିବା ବିଶେଷ୍ୟ ପଦକୁ ବାଛି ତାକୁ ଗୋଲ ବୋଲେଇବା। ହେଲା, ତାକୁ ଆମେ ଗୋଲ ବୋଲେଇବା। ତ ଦେଖିବା ପ୍ରଥମ ବାକ୍ୟ କ'ଣ ରହିଛି। ଦେଖ, ନିକିତାକୁ ପେନସିଲ ଦିଆଗଲା। ଏଠି ନିକିତା ବିଶେଷ୍ୟ ପଦ ବୋଲି ତୁମକୁ କରି ଦିଆଯାଇଛି। ହେଲା, ତ ଦେଖିବା ସେହି ବାକ୍ୟରେ ଆଉ କେଉଁଠି ବିଶେଷ୍ୟ ପଦ ରହିଛି ଯେଉଁଟାକି ନାମକୁ ସୂଚାଉଛି। ତ ଏଇ ପ୍ରଥମ ବାକ୍ୟରେ ଯେଉଁ ରହିଛି ନିକିତାକୁ ପେନସିଲ ଦିଆଗଲା, ଏଠି ନିକିତା ଗୋଟିଏ ବିଶେଷ୍ୟ ପଦ ଏବଂ ପେନସିଲ ମଧ୍ୟ ଗୋଟିଏ ବିଶେଷ୍ୟ ପଦ। ଅର୍ଥ, ଏଗୁଡ଼ା ସବୁ ନାମକୁ ସୂଚାଉଛି, ନାମ ସୂଚାଉଥିବା ବିଶେଷ୍ୟ ପଦ। ଅର୍ଥ, ଏଇ ବାକ୍ୟରେ ଆମେ ଦୁଇଟି ବିଶେଷ୍ୟ ପଦ ପାଇଗଲେ, ଗୋଟିଏ ନିକିତା ଏବଂ ଗୋଟିଏ ପେନସିଲ। ସେମିତି ଦେଖିବା ଦ୍ୱିତୀୟ ବାକ୍ୟ କ'ଣ ରହିଛି ନା, ମୋହନ ତାଲା ନେଇକରି ଆସିଲା। ଏଠି ମୋହନ ଯେଉଁ ରହିଛି ଇଏ ହେବ ବିଶେଷ୍ୟ ପଦ, ତାକୁ ଆମେ ଗୋଲ ବୋଲେଇବା। ତାପରେ ରହିଛି ତାଲା, ଯେଉଁ ରହିଛି ତାଲା ବି ଗୋଟେ ନାମକୁ ସୂଚାଉଥିବାରୁ ସିଏ ବି ଗୋଟେ ବିଶେଷ୍ୟ ପଦ, ତାକୁ ଆମେ ଗୋଲ ବୋଲେଇବା। ତାପରେ ବାକ୍ୟ ଦେଖିବା, କମଳା ପାଚି ଅଛି। ଏ ବାକ୍ୟରେ କମଳା ହେଉଛି କ'ଣ ନା ବିଶେଷ୍ୟ ପଦ, ଗୋଟେ ନାମକୁ ସୂଚାଉଛି, ଗୋଟେ ଫଳର ନାମକୁ ସୂଚାଉଛି। ହେଲା, ସେମିତି ଦେଖିବା ପରବର୍ତ୍ତୀ ବାକ୍ୟ କ'ଣ ରହିଛି ନା, ନଳ ପାଣି ଛିଟୁକୁଛି। ହେଲା, ଏଠି ବିଶେଷ୍ୟ ପଦ କିଏ ନା ନଳ ପାଣି। ଇଏ ଗୋଟେ କ'ଣ ନାମକୁ ସୂଚାଉଛି। କାହାର ପାଣି ନା ନଳର ପାଣି। ହେଲା, ବା ନଳକୂପର ପାଣି। ସେମିତି ପରବର୍ତ୍ତୀ ବାକ୍ୟ ଦେଖିବା କ'ଣ ରହିଛି ନା, ଲିଜା ବଜାରକୁ ଯାଇ ଫେରିଲାଣି। ଏ ବାକ୍ୟରେ ଦେଖ, ଲିଜା ଗୋଟେ ନାମକୁ ସୂଚାଉଛି, ସିଏ ଗୋଟେ ନାମ ସୂଚାଉଥିବା ବିଶେଷ୍ୟ ପଦ। ବଜାର ଇଏ ବି ଗୋଟେ ନାମକୁ ସୂଚାଉଛି, ସ୍ଥାନର ନାମକୁ ସୂଚାଉଛି, ଇଏ ବି ଗୋଟେ ବିଶେଷ୍ୟ ପଦ। ଆମେ ଦୁଇଟା ବିଶେଷ୍ୟ ପଦ ପାଇଲେ ଏଇ ବାକ୍ୟରେ। ତାପରେ ଦେଖିବା, ଏହା ସେଦିନର କଥା ଅଟେ। ଏଠି ବିଶେଷ୍ୟ ପଦ କିଏ ହେବ ନା କଥା। ହେଲା, ସେମିତି ଦେଖିବା ପରବର୍ତ୍ତୀ ବାକ୍ୟରେ, ଜମିରେ ଧାନ ପାଚି ଅଛି। ଏଠି କ'ଣ ହେବ ନା, ଜମି ଇଏ ଗୋଟେ ବିଶେଷ୍ୟ ପଦ, ନାମକୁ ସୂଚାଉଛି। ଧାନ ଇଏ ବି ଗୋଟେ ବିଶେଷ୍ୟ ପଦ, ତାକୁ ଆମେ ଗୋଲ ବୋଲେଇବା। ତାପରେ ଏବେ ଦେଖିବା ତଳେ ଯେଉଁ ବାକ୍ୟ ଗୁଡ଼ିକ ରହିଯାଇଛି ସେଗୁଡ଼ିକୁ ଆମେ ଦେଖିବା, ସେଥିରେ କିଏ ନାମ ସୂଚାଉଥିବା ବିଶେଷ୍ୟ ପଦ। ଦେଖିବା ଏ ବାକ୍ୟଟି, କବିତା ଜୋତା ସଜାଡ଼ି କରି ଆସିଲା। ତ ଏଠି କବିତା ଇଏ ଗୋଟେ ନାମକୁ ସୂଚାଉଛି, ଇଏ ଗୋଟେ ବିଶେଷ୍ୟ ପଦ, ତାକୁ ଆମେ ଗୋଲ ବୋଲେଇବା। ଜୋତା ଇଏ ଗୋଟେ ଜିନିଷର ନାମକୁ ବୁଝାଉଛି, ତାକୁ ସିଏ ବି ଗୋଟେ ବିଶେଷ୍ୟ ପଦ, ତାକୁ ଆମେ ଗୋଲ ବୋଲେଇବା। ସେମିତି ଦେଖିବା ପରବର୍ତ୍ତୀ ବାକ୍ୟ କ'ଣ ରହିଛି ନା, ମୁଁ କାନପୁରରୁ ପାଟଣା ଗଲି। ଏଠି କ'ଣ ନା, କାନପୁର ଇଏ ଗୋଟେ ସ୍ଥାନର ନାମକୁ ବୁଝାଉଛି, ଇଏ ବି ଗୋଟେ ବିଶେଷ୍ୟ, ନାମକୁ ସୂଚାଉଥିବା ବିଶେଷ୍ୟ। ଆଉ ପାଟଣା ଇଏ ବି ଗୋଟେ ସ୍ଥାନର ନାମକୁ ବୁଝାଉଛି, ଇଏ ବି ବିଶେଷ୍ୟ। ତାପରେ ଦେଖିବା ପରବର୍ତ୍ତୀ ବାକ୍ୟ, ଆଜି କୁଆପଥର ପଡ଼ିଲା। ତ ଏଠି କ'ଣ କୁଆପଥର ଗୋଟେ ବିଶେଷ୍ୟ, କ'ଣ ଗୋଟେ ନାମକୁ ସୂଚାଉଥିବାରୁ ଇଏ ହେଉଛି ବିଶେଷ୍ୟ ପଦ। ତାପରେ ଦେଖିବା, ଜମିରେ ଗଛ ଲଗାଅ। ଏଠି ଜମି ହେଉଛି ଗୋଟେ ନାମକୁ ବୁଝାଉଛି, ଇଏ ବି ଗୋଟେ ବିଶେଷ୍ୟ ପଦ, ଏବଂ ଗଛ ଇଏ ବି ଗୋଟେ ନାମକୁ ବୁଝାଉଛି, ଇଏ ବି ଗୋଟେ ବିଶେଷ୍ୟ। ପରବର୍ତ୍ତୀ ବାକ୍ୟ କ'ଣ ଅଛି, ହମିଦର ଘରେ ହାତୀ ପଶିଗଲା। ହମିଦ ଇଏ ବି ଗୋଟେ ବ୍ୟକ୍ତିର ନାମକୁ ସୂଚାଉଛି, ଇଏ ଗୋଟେ ବିଶେଷ୍ୟ। ଘରେ ବା ଘର ଇଏ ଗୋଟେ କ'ଣ ଗୋଟେ ବସ୍ତୁର ନାମକୁ ବୁଝାଉଛି ବା ଜିନିଷର ନାମକୁ ବୁଝାଉଛି, ଇଏ ବି ଗୋଟେ ବିଶେଷ୍ୟ। ଆଉ ହାତୀ ଇଏ ଗୋଟେ ପଶୁର ନାମକୁ ବୁଝାଉଛି, ଇଏ ବି ଗୋଟେ ବିଶେଷ୍ୟ। ତ ତିନୋଟି ବିଶେଷ୍ୟ ପାଇଲେ ଏଇ ବାକ୍ୟରେ। ପରବର୍ତ୍ତୀ ବାକ୍ୟ ଦେଖିବା, ଦୀପକ କାନପୁରରୁ ଆସିଲା। ଏଠି ଦୀପକ ଗୋଟେ ବ୍ୟକ୍ତିର ବା ଲୋକର ନାମକୁ ବୁଝାଉଛି, ଇଏ ବିଶେଷ୍ୟ, ତାକୁ ଗୋଲ ବୋଲେଇବା। କାନପୁର ଇଏ ଗୋଟେ ସ୍ଥାନର ନାମ, ଇଏ ବି ଗୋଟେ ବିଶେଷ୍ୟ, ତାକୁ ଆମେ ଗୋଲ ବୋଲେଇବା। ତ ଯେଉଁ ବାକ୍ୟରେ ଆମେ ବିଶେଷ୍ୟ ପଦ ନାମକୁ ବୁଝାଉଥିବା ବିଶେଷ୍ୟ ପଦ ଗୁଡ଼ିକ ଆମେ ଚିହ୍ନୁଛେ ତାକୁ ଆମେ ଗୋଲ ବୋଲେଇବା। ପରବର୍ତ୍ତୀ ବାକ୍ୟ କ'ଣ ଅଛି, ଗାଈ ଘାସ ଖାଉଅଛି। ଏଇଟା ହେଉଛି ଶେଷ ବାକ୍ୟ। ଏଠି ଗାଈ ହେଉଛି ଗୋଟେ ନାମକୁ ବୁଝାଉଛି, ଇଏ ବି କ'ଣ ବିଶେଷ୍ୟ ପଦ। ଆଉ ଘାସ ଇଏ ବି ଗୋଟେ ନାମକୁ ବୁଝାଉଛି, ଇଏ ବି ଗୋଟେ ବିଶେଷ୍ୟ ପଦ। ତ ଜାଣିଲେ କାର୍ଯ୍ୟପତ୍ରିକା 11କୁ ଆମେ ସମ୍ପୂର୍ଣ୍ଣ କଲେ। ଏବେ ଦେଖିବା କାର୍ଯ୍ୟପତ୍ରିକା 12ରେ
କ'ଣ ପ୍ରଶ୍ନ ରହିଛି। ଦେଖ କାର୍ଯ୍ୟପତ୍ରିକା 12ରେ କହିଛି ଚିତ୍ର ଦେଖି ବାକ୍ୟ ଲେଖ। ତ ଏଇପଟେ ସବୁ ଚିତ୍ର ରହିଛି, ଦେଖିନିଅ ପିଲାମାନେ, ବାମ ପଟରେ ସବୁ ଚିତ୍ର ଦେଇଛି। ଆମେ ସେ ଚିତ୍ରକୁ ଦେଖି ବାକ୍ୟଟିଏ ଲେଖିବା ତା ଡାହାଣ ପଟରେ। ତ ଦେଖ ଏଇ ଚିତ୍ରଟି କ'ଣ ହେଇଛି ନା ବାଳକଟି ଗୋଟେ ଛେଳିକୁ ଦୌଡ଼ିରେ ଟାଣୁଛି, ଅର୍ଥ ବାଳକଟି ଛେଳିଟିକୁ ଟାଣୁଅଛି। ତ ଲେଖିବା ଆମେ କ'ଣ, ବାଳକଟି ଛେଳିଟିକୁ ଟାଣୁଛି। ତାପରେ ଦ୍ୱିତୀୟ ଚିତ୍ର କ'ଣ ଅଛି ନା ଗୋଟେ ଛେଳିଟେ ଦେଖ ଡେଉଁଛି ବା ଡିଆଁ ମାରୁଛି। ତ ଆମେ ଲେଖିବା କ'ଣ, ଛେଳିଟି ଡିଆଁ ମାରୁଛି। ତାପରେ ଦେଖିବା ପରବର୍ତ୍ତୀ ଚିତ୍ର କ'ଣ ରହିଛି। ଏଠି ଦେଖ ଜଣେ ଦରଜି ବସି କପଡ଼ା ସିଲାଇ କରୁଛନ୍ତି। ତ ଲେଖିବା ଦରଜି କପଡ଼ା ସିଲାଇ କରୁଅଛି। ତାପରେ ଶେଷ ଚିତ୍ର କ'ଣ ଅଛି ଦେଖିବା ନା, ଦେଖୁଛ କ'ଣ ଗୋଟେ ମୟୂର ଅଛି। ତ ମୟୂର ଏଠି କ'ଣ କରୁଛି ନା ନାଚୁଛି ବା ନୃତ୍ୟ କରୁଛି। ତ ଲେଖିବା ମୟୂର ନୃତ୍ୟ କରୁଅଛି। ତ ପିଲାମାନେ ଇଏ ଥିଲା ଉତ୍କର୍ଷ ଓଡ଼ିଆର କାର୍ଯ୍ୟପତ୍ରିକା 11 ଏବଂ 12। ତାକୁ ଆମେ ଭଲ ଭାବରେ ଆଲୋଚନା କଲେ, ବିଶେଷ୍ୟ ନାମକୁ ସୂଚାଉଥିବା ବିଶେଷ୍ୟ ଜାଣିଲେ ଏବଂ ଚିତ୍ର ଦେଖି ଆମେ ବାକ୍ୟ ଲେଖିଲେ। ତ ଯଦି ଭଲ ଲାଗିଛି ନିଶ୍ଚୟ ଲାଇକ୍ କରିବ, ସାଙ୍ଗମାନଙ୍କ ଭିତରେ ସେୟାର କରିନେବ, ସମସ୍ତେ ଜାଣିବେ। ତାପରେ ଯଦି ନୂଆ କରି ଚ୍ୟାନେଲକୁ ଆସିଥିବ ନିଶ୍ଚୟ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରିବ। କାରଣ ମୁଁ ଯେତେ ସାରା ଭିଡ଼ିଓ ଆଣିବି ତୁମ ପାଇଁ ସମସ୍ତ ଭିଡ଼ିଓ ତୁମେମାନେ ସର୍ବପ୍ରଥମେ ପାଇପାରିବ। ତ ଆଜି ପାଇଁ ଏଇଠି ରଖିବା, ପୁଣି ପରବର୍ତ୍ତୀ ଭିଡ଼ିଓ ପରବର୍ତ୍ତୀ କାର୍ଯ୍ୟପତ୍ରିକା ଖୁବ୍ ଶୀଘ୍ର ନେଇ ଆସିବା। ସେତେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅ, ରହୁଛି। ଧନ୍ୟବାଦ। ଥ୍ୟାଙ୍କସ୍ ଫର୍ ୱାଚିଂ।